ବନ୍ଧୁମାନେ ଆପଣମାନେ ଜାଣିଥିବେ ଏହି ମାସ ଜୁନ୍ 3 ତାରିଖରେ ଦୀର୍ଘ 17 ବର୍ଷର ପ୍ରତୀକ୍ଷାର ଅନ୍ତ ଘଟେଇ IPLରେ RCB ଟିମ୍ ଚାମ୍ପିୟନ୍ ହୋଇଥିଲା ଏବଂ ଏହାପରେ ଏହି ଖୁସି ଅବସରରେ ତା ପରଦିନ ଅର୍ଥାତ୍ ଜୁନ୍ 4 ତାରିଖ ଦିନ ଏକ ପ୍ୟାରେଡ୍ କରିବାର ଯୋଜନା ଥିଲା, ଯାହାକି ବାଙ୍ଗାଲୋରର ଚିନ୍ନାସ୍ୱାମୀ ଷ୍ଟାଡିୟମରେ କରିବାର ଥିଲା ଆଉ କରିଥିଲେ ମଧ୍ୟ। କିନ୍ତୁ ଦୁର୍ଭାଗ୍ୟବଶତଃ ସେହିଦିନ ସେଠାରେ ଦଳା ଚକଟା ହୋଇଯାଇଥିଲା। ବହୁତ ସଂଖ୍ୟାରେ ତାଙ୍କର ସମର୍ଥକ ଥିଲେ, RCBର ଯେଉଁ ଫ୍ୟାନ୍ସମାନେ ଥିଲେ, ତା କାରଣରୁ ବହୁତ ପ୍ରକାର ଭିଡ଼ ହୋଇଯାଇଥିଲା, ବହୁତ ଭିଡ଼ ହୋଇଯାଇଥିଲା। ସେଥିପାଇଁ ସେଠାରେ ଦଳା ଚକଟା ହୋଇଯାଇଥିଲା ଏବଂ ଏହି ଦଳା ଚକଟାରେ ପ୍ରାୟ 11 ଜଣ ଲୋକ ମୃତ୍ୟୁବରଣ କରିଥିଲେ। ଆଉ ଏହି ଦୁର୍ଘଟଣା ପରେ ପ୍ରାୟ ବିରାଟ କୋହଲିକୁ ଯେଉଁମାନେ ପସନ୍ଦ କରନ୍ତି ନାହିଁ, ଯେଉଁମାନେ ବିରାଟଙ୍କ ହିଟର୍ସ ଥାନ୍ତି, ତାକୁ ନାପସନ୍ଦ କରିଥାନ୍ତି, ସେମାନେ ବିରାଟ କୋହଲିଙ୍କୁ ଏହା ପାଇଁ ଦୋଷାରୋପ କରିଛନ୍ତି ଯେ ତାଙ୍କ ପାଇଁ ଏହି ଦଳା ଚକଟା ହୋଇଛି। ତ ମୁଁ ସେମାନଙ୍କୁ ଜଣାଇ ଦେବାକୁ ଚାହୁଁଛି ଯେ ଯେକୌଣସି ଗାଁରେ ଯଦି କୌଣସି ୱାର୍ଡ଼ ମେମ୍ବର ମଧ୍ୟ ଯଦି ଜିତିଥାଏ ନିର୍ବାଚନ, ତାହେଲେ ମଧ୍ୟ ସେଠାରେ ସେଲିବ୍ରେସନ୍ କରନ୍ତି ଲୋକମାନେ ଉତ୍ସାହ ସହିତ। ତ ଏହା ତ ମାତ୍ର ୱାର୍ଡ଼ ମେମ୍ବରଙ୍କ କଥା, କିନ୍ତୁ ଏଠାରେ ତ ପଡ଼ିଛି ସାରା ଦୁନିଆରେ ଜାଣିଥିବା ଲୋକ ଯେଉଁ ବିରାଟ କୋହଲି, ତାଙ୍କର ଫ୍ୟାନ୍ସ କେତେ ଅଛନ୍ତି ଆପଣମାନେ ଜାଣିଥିବେ। ଫ୍ୟାନ୍ ଫଲୋଇଂ ତାଙ୍କର କେତେ ଅଛନ୍ତି, ତ ଭିଡ଼ ହେବା ସ୍ୱାଭାବିକ। କିନ୍ତୁ ଏଥିପାଇଁ ବିରାଟ କୋହଲିଙ୍କ କୌଣସି ଭୁଲ ନାହିଁ, କାହିଁକିନା ଆପଣମାନେ ଜାଣିଥିବେ ଯେ MS ଧୋନି ହେଲା, ରୋହିତ ଶର୍ମା ହେଲା, ତାଙ୍କର ଏତିକି ଫ୍ୟାନ୍ସ ନାହିଁ ଯେତିକି ବିରାଟ କୋହଲିଙ୍କର ଅଛନ୍ତି। ଆଉ ସବୁଠାରୁ ବଡ଼ କଥା ହେଲା ଯେ ଏହି ଯେଉଁ ଲୋକମାନେ ଅଛନ୍ତି, ଯେଉଁମାନେ ବିରାଟ କୋହଲିଙ୍କୁ ପସନ୍ଦ କରନ୍ତି ନାହିଁ, ସେମାନେ ଦୀର୍ଘ 17 ବର୍ଷ ଧରି ବିରାଟ କୋହଲିଙ୍କୁ ଚୋକର ବୋଲି କହିଥାନ୍ତି ଯେ ତାଙ୍କ ପାଇଁ RCB ଜିତୁନାହିଁ ବୋଲି କହନ୍ତି ସେମାନେ। ତ ଏଥର ଯଦି ଜିତି ଯାଇଛି 18 ବର୍ଷ, ଯେଉଁ 17 ବର୍ଷ ପରେ 18 ନମ୍ବର ବର୍ଷରେ ଜିତି ଯାଇଛି RCB, ତାହେଲେ ତାହା ସେମାନଙ୍କୁ ହଜମ ହେଉନାହିଁ। ସେଥିପାଇଁ ସେମାନେ ଅନ୍ୟ କୌଣସି ଉପାୟ ନ ପାଇ ତାଙ୍କୁ ଟ୍ରୋଲ୍ କରିବାକୁ ଆରମ୍ଭ କରିଦେଇଛନ୍ତି ଯେ ଏହି ଦଳା ଚକଟା ତାଙ୍କ ପାଇଁ ହୋଇଛି ବୋଲି। ସେଥିପାଇଁ ସେ ଆଉ କୌଣସି ଟ୍ରଫି ନ ଜିତନ୍ତୁ ବୋଲି କହୁଛନ୍ତି ଲୋକମାନେ। ତ ବନ୍ଧୁଗଣ, ମୁଁ ଆପଣମାନଙ୍କୁ ଏତିକି ଜଣାଇ ଦେବାକୁ ଚାହୁଁଛି ଯେ ଏମାନେ କିଛି ବି କରିପାରନ୍ତି ତାଙ୍କର ଟ୍ରୋଲ୍ କରିବା, ଯେଉଁ ବିରାଟ କୋହଲିଙ୍କୁ ଟ୍ରୋଲ୍ କରିବା ପାଇଁ। ତ ଆପଣମାନେ କ'ଣ ଭାବୁଛନ୍ତି, ଆପଣ କମେଣ୍ଟ ବକ୍ସରେ ଜଣାନ୍ତୁ। ତେବେ ବନ୍ଧୁଗଣ, ଆପଣଙ୍କୁ ମୋର ଗୋଟିଏ ପ୍ରଶ୍ନ ଅଛି, ଆପଣ କମେଣ୍ଟ ବକ୍ସରେ ଏହାର ଉତ୍ତର ନିଶ୍ଚୟ ଦେବେ ଯେ ଗୋଟିଏ ଟ୍ରଫି ଜିତିବା ପରେ ଯେଉଁ ଅଛନ୍ତି ବିରାଟ କୋହଲିକୁ ଯେଉଁ ପସନ୍ଦ କରନ୍ତିନି ନା ପସନ୍ଦ କରନ୍ତି ଯେଉଁମାନେ ହିଟର୍ସ ମାନେ, ତ ତାଙ୍କର ଅବସ୍ଥା ଏମିତି ହୋଇଛି। ତାହେଲେ ଯଦି ବିରାଟ କୋହଲି ଯେତେବେଳେ 5ଟି ଟ୍ରଫି ଜିତିବେ, ସେତେବେଳେ ତାଙ୍କର ଅବସ୍ଥା କେମିତି ଥିବ ଆପଣମାନେ କମେଣ୍ଟ ବକ୍ସରେ ଜଣାନ୍ତୁ। ଏବଂ ଭିଡ଼ିଓଟି ଭଲ ଲାଗିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ଗୋଟେ ଲାଇକ୍ କରନ୍ତୁ। ଜୟ ଜଗନ୍ନାଥ, ଜୟ ମା ସମଲେଇ।